ଏହି ଘଟଣା ଧରାପୁଟ ଜିଲ୍ଲାର ଦରାଣ୍ଡିମାଳ ଗାଁର। ସ୍କୁଲରେ କେତେଜଣ ସାହସୀ ପିଲା ଥାନ୍ତି। ରିକି, ରିମୁନ, କବିତା, ସୋମୁ, ପିକୁନ ଏମାନଙ୍କ ନାଁ ହିଁ ପ୍ରଥମେ ଆସେ। ଏମାନେ କୌଣସି କାମକୁ ଭୟ କରନ୍ତିନି। ଯେଉଁ କାମକୁ ଅନ୍ୟ ପିଲାମାନେ କରିବାକୁ ପଛଘୁଞ୍ଚା ଦିଅନ୍ତି, କିନ୍ତୁ ସେହି କାମକୁ ଏମାନେ କରିବାକୁ ଆଗେ ଝପଟି ପଡ଼ନ୍ତି। ସେମାନେ ଅନ୍ୟମାନଙ୍କଠାରୁ କେତେ ସାହସୀ ସେଇଟା ଦେଖାଇବାକୁ ଏମିତି ସବୁ କରନ୍ତି। ଯେମିତିକି କେଉଁ ମଶାଣି ଦେଇ ଅନ୍ଧାର ରାତିରେ ଯିବା, ଉଚ୍ଚା ଗଛରୁ ଡେଇଁବା, ପାଣି ଭିତରେ କିଏ ଅଧିକ ସମୟ ମୁଣ୍ଡ ଫୁଟେଇ ରହିବ ତା'ର ପ୍ରତିଯୋଗିତା କରିବା। ଏମିତି ବି ଦିନେ ସମୟ ସେମାନେ ନିଜେ ନିଜର ହାତ ଶିର କାଟି ବି ଦେଇଥିଲେ ବାଜି ଲଗାଇ, ପରେ ମେଡ଼ିକାଲ ଯାଇ ଚିକିତ୍ସିତ ହୋଇଥିଲେ। ଏମିତି ସେମାନେ ଦିନେ ସ୍ଥିର କଲେ ଗୋଟେ ଅଦ୍ଭୁତ ଖେଳ ଖେଳିବେ ବୋଲି। ଖେଳଟି ହେଲା ଭୂତକୁ ଡାକିବାର ଖେଳ। ଟିଭିରେ ପ୍ରାୟ ଭୂତ ଫିଲ୍ମମାନଙ୍କରେ ଯେମିତି କରନ୍ତି ସେମିତି କରାହେବ। ପ୍ରଥମେ ତ କେହି ରାଜି ହେଉନଥିଲେ, କିନ୍ତୁ ପରେ ସୋମୁ ବୁଝେଇଲା, ଆରେ ଏଥିରେ ଡରିବାର କ'ଣ ଅଛି? ସତରେ ଭୂତ ଚାଲି ଆସୁଛି ନା କ'ଣ? ହେସ୍, ତୁମେମାନେ ଖାଲିଟାରେ ଡରୁଛ। ଏଥିପାଇଁ କେତେ ମନ୍ତ୍ରତନ୍ତ୍ର ଦରକାର। ଆମେ କ'ଣ ସେସବୁ ଜାଣିଛେ? ଖାଲି ଗୋଟେ ମଜା କରିବା କଥା ନା ଆଉ। ଦିନ ସ୍ଥିର ହେଲା ସେଇ ଫିଲ୍ମ ହିସାବରେ। ଅମାବାସ୍ୟା ରାତିର ଠିକ୍ ରାତି 12ଟାରେ ଆରମ୍ଭ ହେବ। ସେଥିପାଇଁ ତା ପାଇଁ ଯାହା ଆବଶ୍ୟକ ସବୁ କିଣାକିଣି କରି ରଖିଲେ। ଯାହାକୁ ଯାହା ଦାୟିତ୍ୱ ଦିଆଯାଇଥିଲା ସେମାନେ ସମସ୍ତେ ଗୋଟି ଗୋଟି କରି ଆଣିଥିଲେ। 4ଟି କାଗଜି ଲେମ୍ବୁ, ହଳଦୀ ଗୁଣ୍ଡ, କଞ୍ଚାଲଙ୍କା, 10ଟି କଉଡ଼ି, ସିନ୍ଦୁର, ଏମିତିକି ଛୋଟ ମୋଟ ଯାଦୁ ଦେଖାଇବା ବିସିନି କାକା ପାଖରୁ ସେ ମଣିଷ ଖପୁରି ଆଉ କାଉଁରୀ ହାଡ଼ 2ଟା ବି ନେଇ ଆସିଥିଲେ ମାନେ ଲୁଚେଇ ନେଇ ଆସିଥିଲେ। ଏବେ ବିସିନିକୁ 85 ବର୍ଷ ହେଲେ ବିସିନି ତା ବୟସ ବେଳେ ବହୁତ କିଛି ସାଧିଥିଲା। ମଣିଷ ବେକ କାଟି ପୁଣି ତାକୁ ଜୀବନ ଦେବା, ଆଖି ଆଗରୁ ସାମାନ ଗାୟବ କରିବା, ପାଟିରୁ ବ୍ଲେଡର ହାର ବାହାର କରିବା, ଏମିତିକି ରୁମାଲକୁ ବି ପାରା କରିଦେଇ ପାରୁଥିଲା। ସମସ୍ତେ କୁହନ୍ତି ସେମାନେ ଚକ୍ଷୁ ବନ୍ଦନ ଜାଣିଥିଲେ ବୋଲି, ଆଉ ଭକ୍ତମାନଙ୍କୁ ସାଧିଥିଲା, ଯାହାଫଳରେ ଏସବୁ କରିପାରୁଥିଲା। କିନ୍ତୁ ଦୁଃଖର କଥା, ତା ବିଦ୍ୟା ସେ କାହାକୁ ଶିଖାଇ ପାରିଲାନି କି କେହି ତା ସର୍ତ୍ତକୁ ଭୟ କରି ଆଗକୁ ବଢ଼ିଲେନି। ସେ ସର୍ତ୍ତ ସବୁ ଥିଲା ବେଶ ଭୟାନକ। ଯେମିତିକି ଠିକ୍ ସେତିକି ବେଳେ ଅଶ୍ୱଗନ୍ଧା ଫୁଲ ଆସିବ, ଯେତେବେଳେ ରାତି ଯାଉଥିବ ଦିନ ଆସୁଥିବ, ଆଉ ଠିକ୍ ସେତେବେଳେ କାହାର ବି ଯେମିତି ଶବ୍ଦ ଶୁଭୁନଥିବା ଦରକାର। ଏମିତିକି କାଉ କୁକୁଡ଼ାମାନଙ୍କର ବି ନୁହେଁ। ଆଉ ଏ ଦୃଶ୍ୟ ଯେମିତି କେହି ଦେଖିବେନି। ଆଉ ସେ ସମୟରେ ସେ ବ୍ୟକ୍ତି ଜଣଙ୍କ ସମ୍ପୂର୍ଣ୍ଣ ଲଙ୍ଗଳା ହୋଇଥିବ, ପୁଷ୍ୟା ନକ୍ଷତ୍ର ହୋଇଥିବ। ରାତି 12ଟାରେ ଗୋଟେ ତନ୍ତ୍ର ଗୋଲାକାର ଭିତରେ ବ୍ୟକ୍ତି ଜଣକ ବସିବ। ସେ ଭୂତ ଭିତୁଣୀ ଚିରୁଗୁଣି ବେତାଳମାନଙ୍କ ସହ କଥା ହେବ, ଆଉ ସେମାନେ ତାକୁ ବହୁତ ପ୍ରକାରେ ଭୟଭୀତ କରାଇବେ। ଯଦି କୌଣସି ଟିକେ ଭୟ ନ ପାଇ ଭୂତମାନଙ୍କ ପ୍ରଶ୍ନର ଉତ୍ତର ଯଦି ଜଣକୁ ସନ୍ତୁଷ୍ଟ କରିଦେଲା, ତେବେ ତା କାମ ହୋଇଯିବ। ସେ ଭୂତ ବା ଭୂତୁଣୀ ତାର ଅଧୀନରେ ରହି ସେ କହିବା ମୁତାବକ କାମ କରିବେ, ଯାହାଫଳରେ ଭୂତ ସବୁ କରିବ, କିନ୍ତୁ ଲୋକମାନେ ଭାବିବେ ସେସବୁ ବିସିନି କରୁଛି ଯାଦୁରେ। ଆହୁରି ବହୁତ କିଛି କାମ କରିବାକୁ ପଡ଼ିବ। ସେ ଚକ୍ଷୁ ବନ୍ଧନ ଯାଦୁ ସାଧିବାକୁ ହେଲେ ସବୁଥିରେ କଷ୍ଟମଷ୍ଟେ ରାଜି ହୋଇଛନ୍ତି ଇଚ୍ଛୁକ ବ୍ୟକ୍ତିମାନେ। କିନ୍ତୁ ଶେଷ ପରୀକ୍ଷାରେ ସମସ୍ତେ ପଛକୁ ଦିଅନ୍ତି। ସେମାନଙ୍କ ଛାତି ଧରିଯାଏ ସେ ସର୍ତ୍ତଟି ଶୁଣି। ଆଉ ସେ ସର୍ତ୍ତଟି ହେଲା, ନିଜ ପୁଅ କିମ୍ବା ଝିଅ ନହେଲେ ବର୍ଷକ ଭିତରେ ବୟସରେ ଯେକୌଣସି ପିଲାକୁ ମଶାଣିକୁ ନେଇ ସେହି ତନ୍ତ୍ର ଗୋଲାକାର ଭିତରେ ତାକୁ ଶୁଆଇବା ତନ୍ତ୍ର ପଢ଼ା ହେବ। ଯଦି ସେ ବ୍ୟକ୍ତି ଜଣକ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସବୁ ଠିକ୍ ଭାବରେ କରିଥିବ, କୌଣସି ତ୍ରୁଟି ନଥାଏ, ତେବେ ସେ ଛୁଆଟି ବଞ୍ଚିବ। ବାସ୍, ତାପରେ କଠୋର ହୃଦୟବାଲା ମଣିଷ ତାକୁ କେହି ମିଳିଲେନି କି ତା ବିଦ୍ୟାର ବିକଶିତ ହୋଇପାରିଲାନି। ଶୁଣାଯାଏ ବିସିନି ଏହି ବିଦ୍ୟା ହାସଲ କରିବାକୁ ତାର 2 ନାତୁଣୀକୁ ମରଣ ମୁହଁକୁ ଠେଲି ଦେଇଛି। ଶେଷରେ ନିଜ ପୁଅ ବେଳକୁ ସଫଳ ହୋଇଥିଲା। ଛାଡ଼ନ୍ତୁ ତ କଥା, ଏଥର ଆସିବା ପିଲାମାନଙ୍କ ପାଖକୁ। ତ ସେମାନେ ସବୁ ଯୋଗାଡ଼ କରିଦେଲେ। ଖାଲି ବାକି ରହିଲା ଅଧରାତିରେ ମଶାଣିକୁ ଯାଇ ପୋଡ଼ା ହୋଇଥିବା ମଣିଷର ଭସ୍ମ ଆଣିବା। ଯେହେତୁ ଏଇଟା ମଶାଣିରେ ରାତି କାମ, ତେଣୁ ସମସ୍ତେ ସାଙ୍ଗ ହୋଇଯାଇଥିଲେ ଆଣିବାକୁ। କିନ୍ତୁ ସେଠି ଭସ୍ମ ସଂଗ୍ରହ କରୁ କରୁ ଗୋଟେ ଅଦ୍ଭୁତ ବିକଟାଳ ଶବ୍ଦ ଶୁଣି ଛାନିଆରେ ଏକମୁହାଁ ହୋଇ ଦୌଡ଼ିକି ପଳାଇ ଆସିଲେ ସେଠୁ। କିନ୍ତୁ ଭସ୍ମ ନେଇ ଆସିଥିଲେ ସାଙ୍ଗରେ। ତେବେ ଶେଷରେ ସବୁ ଯୋଗାଡ଼ ହୋଇଗଲା। ସମସ୍ତେ ପଢ଼ିବା ବାହାନା କରି ସୋମୁ ଘରକୁ ଚାଲି ଆସିଲେ। କାହିଁକିନା ସୋମୁ ଘରେ ଖାଲି ତା ମା ରୁହେ। ତା ବାବା ତା ମାମାକୁ ଛାଡ଼ିଗଲାଣି କେତେ ଦିନ ହେଲାଣି। ତେଣୁ ସୋମୁ ଘରେ କିଛି ଅସୁବିଧା ହେବନି। ନିରୋଳରେ ଗୋଟିଏ ଘରେ ସେମାନେ ସମସ୍ତେ ବସିଲେ। ଫିଲ୍ମର ପ୍ରତ୍ୟେକ ଦୃଶ୍ୟକୁ
ଟିକିନିକି କରି ନକଲ କଲେ। ପ୍ରଥମେ ବବିତା 8 କୋଣ କରି ମୂର୍ଜରେ ଗୋଟିଏ କୋଠରୀ କଲା। ତାପରେ ରିମୁନ୍ ଲେମ୍ବୁରେ ହଳଦୀ ସିନ୍ଦୁର ଲଗାଇ 4 କୋଣରେ ରଖିଲା। ପିକୁନ୍ ମଣିଷ ଖପୁରି ଆଉ କାଉଁରୀ ହାଡ଼କୁ ଛକି କରି ସେଥିରେ ସିନ୍ଦୁର ଲଗାଇ ମଝିରେ ରଖିଲା। ରିକି କଉଡ଼ି 10ଟିକୁ 8ଟି କୋଣରେ ଆଉ 2ଟିକୁ ଭୂତ ପ୍ରବେଶ ଦ୍ୱାରରେ ରଖିଲା। ମନ୍ଦାର ଫୁଲକୁ ବି 10ଟି କୋଣରେ ସଜାଇ ଦେଲା। ଏଥର ସୋମୁର କାମ ଥିଲା ଫିଲ୍ମର ସେହି ଦୃଶ୍ୟ ଅନୁସାରେ ଭସ୍ମକୁ ହାତରେ ଧରି ମନ୍ତ୍ର ପଢ଼ି ସେହି ଖପୁରି ଉପରେ ଛିଞ୍ଚିବା। ସବୁ ସଠିକ୍ ଭାବରେ ରଖି ସାରିଲା ପରେ ଏଥର ସୋମୁ ଆରମ୍ଭ କଲା ମନ୍ତ୍ର ପଢ଼ିବା, ତା ସହିତ ଭସ୍ମ ଛିଞ୍ଚିବା। ଚାଲିଲା 15 ମିନିଟ୍ ମନ୍ତ୍ର ପାଠ, ଆଉ ସମସ୍ତେ ନୀରବ ହୋଇ ବସିଥାନ୍ତି। ଠିକ୍ ଶେଷ ମନ୍ତ୍ର, ଶେଷ ଭସ୍ମ ଛିଞ୍ଚା ହେଲା ବେଳକୁ ହଠାତ୍ ଲାଇଟ୍ ଧପ୍ ଧପ୍ ହେଲା। ତାପରେ ଟିଭି ବନ୍ଦ ହୋଇଗଲା। ଆଉ ଏମାନେ ସେହି ଅଧାରୁ ସେହି ବିପଦପୂର୍ଣ୍ଣ ଖେଳକୁ ବନ୍ଦ କରି ସେ ଜାଗାକୁ ସବୁ ସଫାସଫି କରି ଶୋଇପଡ଼ିଲେ। ସକାଳ ହେଲା ବେଳକୁ ଘଟି ସାରିଥିଲା ଗୋଟେ ଅଘଟଣ। ସମସ୍ତେ ମଳି ପଡ଼ିଥିଲେ ସେହି ଘର ଭିତରେ। ଆଉ ସେମାନେ ଏମିତି ବିକୃତ ମୁହଁ କରି ସାପ ପରି ମୋଡ଼ି ମୋଡ଼ି ହୋଇ ପଡ଼ିଥିଲେ। ସେମାନଙ୍କ ମୁହଁରୁ ଲାଗୁଥିଲା ଯେମିତି କେହି ଅତି ଜଘନ୍ୟ ଭାବରେ ସେମାନଙ୍କର ହତ୍ୟା କରିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା, କବାଟ ଭିତର ପଟୁ ହିଁ ବନ୍ଦ ଥିଲା। କବାଟ ଭଙ୍ଗାଯାଇ ସେମାନଙ୍କୁ ଯେତେବେଳେ ଉଦ୍ଧାର କରାଗଲା, ଆଉ ସେମାନେ ଆଣିଥିବା ଜିନିଷ ଖପୁରି, କାଉଁରୀ ହାଡ଼ ପ୍ରଭୃତି ଯେତେବେଳେ ଦେଖିଲେ, ଅଭିଭାବକମାନେ ହଠାତ୍ କିଛି ବୁଝିପାରିନଥିଲେ। ସମସ୍ତଙ୍କ ସନ୍ଦେହ ଘେରକୁ ପ୍ରଥମେ ଆସିଥିଲା ବିସିନି। ତାକୁ ଥାନାକୁ ନେଇ ପଚରା ଉଚରା କରି ଯାହା ତନାଘନା ଚଳାଇ ତଥ୍ୟ ସଂଗ୍ରହ କଲେ, ସେଥିରୁ ଟିକେ ବି ସୁରାକ ପାଇଲେନି ଯେ ଏସବୁରେ ତାର ହାତ ଅଛି ବୋଲି। ତଥାପି ବୁଢ଼ାକୁ ଥାନାରେ ମାସେ ଅଟକ ରଖି ପଚରା ଉଚରା କଲେ, କିନ୍ତୁ କିଛି ସୁଫଳ ମିଳିଲାନି। ଘଟଣା ବର୍ଷେ ହୋଇଗଲା। ଏପର୍ଯ୍ୟନ୍ତ ତଦନ୍ତ ଚାଲିଛି, କିନ୍ତୁ କିଛି ବି ସୁରାକ ମିଳିପାରିନି। କେବଳ ଶବ ବ୍ୟବଚ୍ଛେଦରୁ ଜଣାପଡ଼ିଲା ପିଲାମାନେ ହୃଦଘାତରେ ପ୍ରାଣ ହରାଇଥିଲେ। ଆଶ୍ଚର୍ଯ୍ୟ! କିନ୍ତୁ ସତ କଥାଟା ହେଲା ଯେ ଯେଉଁ ଖେଳରେ ଭୂତ ଡାକିବା ଖେଳ ଖେଳୁଥିଲେ, ତାହା ସତରେ ପରିଣତ ହୋଇଯାଇଥିଲା। ହେଲେ ତାର ଗୋଟିଏ ନିୟମ ଥିଲା, ଯାହାକୁ ଏ ପିଲାମାନେ ଶୁଣିକି ବି ଅଣଶୁଣା କରିଦେଇଥିଲେ। ତାହା ହେଲା, ଏ ଭୂତ ଡାକିବା ତନ୍ତ୍ରର ଯାହା ବି ବିଧି ରହିଛି ସବୁ ଶେଷ ପର୍ଯ୍ୟନ୍ତ କରିବାକୁ ପଡ଼ିବ, ନହେଲେ ଘୋର ଅନିଷ୍ଟ। କିନ୍ତୁ ଏମାନେ ସେ କଥାକୁ ଗୋଟେ ଖେଳ ବୋଲି ଭାବି ଅଧାରୁ ଛାଡ଼ି ଦେଇଥିଲେ, ଯାହାଫଳରେ ଭୂତକୁ ତ ସେମାନେ ଡାକି ଦେଇଥିଲେ, କିନ୍ତୁ ଫେରାଇ ପାରିନଥିଲେ। ତେଣୁ ଦର୍ଶକ ବନ୍ଧୁ, ଆପଣଙ୍କୁ ବିଶେଷ ଅନୁରୋଧ, ଆପଣ କେବେ ବି ଏମିତି ବିପଦଜନକ ଖେଳ ଖେଳିବାକୁ ଚେଷ୍ଟା କରନ୍ତୁ ନାହିଁ। ଏହା ଆପଣଙ୍କ ଜୀବନ ଉପରେ ବିପଦ ଆଣିପାରେ।